ଆଜ୍ଞା ଆଜି ଆମର ବହୁତ ଦିନ ପରେ ଏଠି ଭିଡ଼ିଓଟେ କରୁଛି। ଦେହ ପା ଭଲ ନଥିଲା, ଭିଡ଼ିଓ କରିନଥିଲି। ଆଜି ଆମ ଘରେ ହେଇଛି ଭାତ, ବୁଟ ଆଳୁ ତରକାରୀ ହେଇଛି, ସଜନା ଛୁଇଁ ଆଳୁ ତରକାରୀ ହେଇଛି, ଦହି ବାଇଗଣ ହେଇଛି, ଆମର ଘାଣ୍ଟ ହେଇଛି। ଘାଣ୍ଟ ମାନେ ସବୁ ପରିବା ପଡ଼ିକିରି ସାରୁ, ଆଳୁ, ବାଇଗଣ, କଖାରୁ, କନ୍ଦମୂଳ, ଗାଜର, ମଟର, ଖଡ଼ା ଶାଗ, ମୂଳ, କଖାରୁ ଫଖାରୁ ସବୁ ପଡ଼ିକି ଗୋଟେ ଘାଣ୍ଟ ତରକାରୀଟେ ହେଇଛି। ପୋଇ ଆଳୁ ଭଜା ହେଇଛି। ମୋ ମନ ମାନିଲାନି, ମୁଁ ଆଉ ଗୋଟେ ଆଇଟମ୍ ବନଉଛି ନା, ତତଲା ଭାତରେ ଆପଣ ଦହି ପକେଇବେ ହେଲା। ଦହି ପକେଇବା ଆଜି ଖାଇବାଟା ବଢ଼ିଆ ଲାଗିବ। ଆଉ ଗୋଟେ କାକୁଡ଼ି ଯେ ମୁଁ କଞ୍ଚା ଲଙ୍କା ରସୁଣ ଦଳା ହେବ। ମୁଁ ଏଠି ପକେଇଲି କ'ଣ, କଞ୍ଚା ଲଙ୍କା ରସୁଣ, ସେଥିରେ ପାଣି ଟିକେ ପଡ଼ିବ। ପାଣି ଟିକେ ପଡ଼ିଲା, ପାଣି ଟିକେ ପଡ଼ି ରସୁଣ କଞ୍ଚା ବେଳେ ଭଲ କି ଦଳା ହେଇଯିବ। ଦଳି ଦେଉଛି, ଆପଣ ଦେଖନ୍ତୁ ଏମିତି ଦଳିବେ, ଖାଇବେ। ଆ ସାଇଜ୍ ଆଇଟମ୍ କରିକିରି ଖାଇବା ବହୁତ ବଢ଼ିଆ ଲାଗିବ। କ'ଣ ଦଳିଲି ନା, ରସୁଣ କଞ୍ଚା ଲଙ୍କାକୁ ଦଳିଦେଲି। ଦଳି ଦେଲା ପରେ କ'ଣ କରିବେ ନା, ଏ ଯେଉଁ କାକୁଡ଼ି ନୁହଁ କି, ଏ କାକୁଡ଼ିର ଅନ୍ତକୁ, ତା ଭିତରେ ଯେଉଁ ଅନ୍ତ ଥିଲା ତାକୁ ଏମିତି ବାହାର କରିଦେବେ ସେ ଝୋଳକୁ ହେଲା। ଦୁଇଟା କାକୁଡ଼ିର ଅନ୍ତ ସେ ଝୋଳକୁ ଏମିତି ବାହାର କରିଦେବେ। ବାହାର କରିସାରିଲା ପରେ କ'ଣ କରିବେ ନା, ସେ ଅନ୍ତକୁ ସେ ଝୋଳରେ ଆଉ ଥରେ ଦଳିଦେବେ। ଦଳିଦେଲେ କ'ଣ ନା, ସେ ଝୋଳଟା ବହୁତ ଟେଷ୍ଟ ଲାଗିବ। ନିଜେ ନ ଖାଇଲେ, ନ କରିକି ନ ଖାଇଲେ ଆପଣ ଜାଣିପାରିବେନି। ହେଇଗଲା। ସେଥିରେ ଆପଣ କ'ଣ ନା, କାକୁଡ଼ି ପାଇଁ ନା ପକାଇଦେବା। କ'ଣ ଦହି, ତତଲା ଭାତ। ଆଜ୍ଞା ତତଲା ଭାତରେ ଦହି ପଡ଼ିବ। ଦହି ପଡ଼ିଲା, ସେଥିରେ ଆପଣ ଟିକେ ଲୁଣ ପକାଇବେ। ଲୁଣ ପଡ଼ିଲା, ତାକୁ ମାନେ ଗୋଳେଇ ଦେବେ। ଯେଉଁଟା ଆପଣ ଘରୋଇ ଖାଦ୍ୟ, ଘରେ କରିକି ଖାଆନ୍ତୁ, ଦେହ ପା ଭଲ ରହିବ। ହୋଟେଲରେ ଖାଆନ୍ତୁନି, ତେଲ ମସଲା ମସଲି। ଗୋଳେଇ ଦେଲେ ଏବେ ଆମେ ଖାଇବା, ଦେଖିବା କେମିତି ଲାଗୁଛି। ବାଓ, କାକୁଡ଼ି ଝୋଳ, ବୁଟ ଆଳୁ ତରକାରୀଟେ ବଢ଼ିଆ ହେଇଛି। ସଜନା ଛୁଇଁ ଆଳୁ ତରକାରୀ ହେଲା। ଆପଣଙ୍କର ଦହି ବାଇଗଣ, ଆଉ ଘାଣ୍ଟ, ଏ ଯେଉଁ ନା ଧନିଆ ପତ୍ର ଚଟଣି, এইটা আমার ଛତୁ ଭଜା। ତ ପୋଇ ଆଳୁ ଭଜା, ଆଉ ଯେମିତି ଖାଇ ପଖାଳ ଭଲ ଲାଗେ, ଗରମ ସବୁଠୁ ଭଲ ଲାଗିବ। ଚାଙ୍ଗା ଲାଗୁଛି। ଏମିତି କରି ଖାଆନ୍ତୁ, କେମିତି ଲାଗିବ ମୋତେ କମେଣ୍ଟ କରି ଜଣେଇବେ। ବିଶେଷ କରି ଦହି, ତତଲା ଭାତରେ ଦହି କାକୁଡ଼ି ଏମିତି ଚକଟିବେ। ରହୁଛି।